ଭଲ ପ୍ରବଳ ଦୁଶୁଛନ୍ତି। ସେ ଜାଣିଥିବେ ଆଜି ରାଣୀପଣ୍ଡା ପ୍ରଥମ ରାତିରେ ନଥିବ, ଆମେ ପଳେଇବା କାଳେ ଯଦି କାଲି ପଳେଇ ଆସିଲା। କାଲି ଆଇଲେ ବି ନାଟକ ଅଛି, ଥେଇ ନାହିଁ କାଲି। ତେଣୁ ନିହାତି ଭାବରେ କେବେ କେଉଁ ଦିନ ଅନୁସନ୍ଧାନ କରିବେ ଯାତ୍ରା ନାଟ୍ୟମଣ୍ଡପର ଅନୁସନ୍ଧାନ ନାଟକ ଦେବଦାସୀ ଯିବ ନାଟମଣ୍ଡପ ଏବଂ ସେହି ଭାଇରାଲ ନାଟକ ଲେଡି ଗ୍ୟାଙ୍ଗଷ୍ଟର ମୋତେ ନିହାତି ଭାବରେ ଅଭିନୟରେ ଦେଖିବାକୁ ପାଇବେ। ଏଇସବୁ ଟେନସନ୍ ଭିତରେ ଅଭିନୟ କେତେ ଯେ କଷ୍ଟରେ ମୋତେ କରିବାକୁ ପଡ଼ୁଛି ସେଇଟା ମୁଁ ଜାଣିଛି। ଘୋଷା ଟିକେ ମୋର ଦୁର୍ବଳ, ଘୋଷିକିରି ମୁଁ ପୁରା ଆକ୍ରାନ୍ତ ହେଇଗଲାଣି। ତଥାପି ବହୁ କଷ୍ଟରେ କାର୍ଯ୍ୟକ୍ରମ କରିବାକୁ ପଡ଼ୁଛି। ମାସେ 2 ମାସ ଲାଗିବ ନାଟକ ପୁରା ହାତକୁ ଆସିବା ପାଇଁ। ଯଦି କେଉଁଠି କିଛି ତ୍ରୁଟି ଥାଏ ତାହେଲେ ଆପଣମାନେ କ୍ଷମା କରିବେ। ଏଇ ଭଲ ପାଇବା ସ୍ନେହ ଶ୍ରଦ୍ଧା ସବୁବେଳେ ରହିଥାଉ ମୋ ପ୍ରତି, ଜଗନ୍ନାଥଙ୍କର ଆଶୀର୍ବାଦ ରହିଥାଉ। ମୋର ବି ଏମିତି ସମାଜସେବା କାର୍ଯ୍ୟକ୍ରମ ମୋ ଦ୍ୱାରା ଯାହା ଯେତିକି ହେଇପାରୁଥିବ ଆଜ୍ଞା ମୋର ଜାରି ରହିବ, ଆଗରୁ ଜାରି ଥିଲା, ଆଗକୁ ବି ସେଇ ଚେଷ୍ଟା ପ୍ରଚେଷ୍ଟା ଜାରି ରହିବ। ତେଣୁ ଅନୁରୋଧ କରିବି କମିଟିର ସବୁ ସଦସ୍ୟ ଭାଇମାନଙ୍କ ପାଇଁ ଗୋଟିଏ ଜୋରଦାର କରତାଳି দিয়ে ହେଇଯାଉ। ଧନ୍ୟବାଦ। ଆଶା କରିବି ଆପଣମାନଙ୍କୁ ଆଜିର এই মঞ্চ, এই রাতি, এই নাটক, আজর কার্যক্রম ଆପଣମାନଙ୍କୁ ଭଲ ଲାଗିବ। ଜଗନ୍ନାଥଙ୍କର ଆଶୀର୍ବାଦ ଆପଣମାନଙ୍କ ଉପରେ ରହୁ। ସହ ପରିବାର ଆପଣମାନେ ଖୁସି ଆନନ୍ଦରେ ରୁହନ୍ତୁ। ମୋ ପ୍ରତି ଏମିତି ଭଲ ପାଇବା ଆଶୀର୍ବାଦ ରଖିଥାନ୍ତୁ। ଜୟ ଜଗନ୍ନାଥ।